ମା ସାଧାରଣ ଜୀବନ ଓ ପ୍ରକୃତ ଆତ୍ମା ଆମେ ଏଇଟା ଆଲୋଚନା କରୁଥିଲେ। ଗୋଟେ ପାର୍ଟ ଯାଇଛି। ଆମେ ଫାଷ୍ଟ ପାର୍ଟରେ ସାଧାରଣ ଜୀବନର ଅବସ୍ଥା କଥା କହିଲେ ଏବଂ ତା ସହିତ କହିଲେ ଉପାୟ ବତେଇଲେ ଏବଂ ସେଇ ଉପାୟଟି ସହଜ ହବ କେମିତି ଚୈତ୍ୟ ଆବିଷ୍କାର ଦ୍ଵାରା ସେ କଥାଟି ଆମେ ଆଲୋଚନା କରିଛନ୍ତି। ସେଇଟା ଚାଲିଥିଲା। ତାପରେ ତାପର ପାରାଗ୍ରାଫରେ ରହିଛି ମା ଉତ୍ତର ଲେଖୁଛନ୍ତି। ପ୍ରଶ୍ନ ଥିଲା ଆମର ସାଧାରଣ ଜୀବନ ପ୍ରକୃତ ଆତ୍ମା ନେଇକିରି ଆଲୋଚନା ଚାଲିଛି। ଆପଣାକୁ ଯଥାର୍ଥ ଭାବରେ ସମର୍ପିତ କରି ରଖିବାର କାର୍ଯ୍ୟଟି ହିଁ ହେଉଛି ତାର ଆପଣାର ଏକ ଅପରୋକ୍ଷ ପୁରସ୍କାର। ତାହା ଆପଣା ସହିତ ଏପରି ଏକ ସୁଖ ଅନୁଭୂତି, ଏପରି ଏକ ଆତ୍ମବିଶ୍ୱାସ ଓ ଏପରି ଏକ ନିରାପତ୍ତା ଭାବକୁ ବହନ କରି ଆଣିବ ଯାହାକି ଅନ୍ୟ କୌଣସି ଦ୍ୱାରା ଆଦୌ ସମ୍ଭବ ହେବ ନାହିଁ। ଏଠି ଚୈତ୍ୟ ସତ୍ତା ସହିତ ଆମର ସମ୍ପର୍କ ହେଲେ କଣ କଣ ହବାର ସମ୍ଭାବନା ଅଛି ସେ ବିଷୟରେ ଆଲୋଚନା କରୁଛନ୍ତି। ସେଥିରେ ଆମେ ଦେଖିଥିଲେ ମା ପ୍ରଥମେ କହିଲେ ଖାଲି ଗୋଟେ ଗୋଟେ ପଏଣ୍ଟ ଯୋଉଟା ହେଇଛି ତାକୁ ଖାଲି ପଢିଦେଇ ପଳେଇବା ଯେ ଯଦି ଚୈତ୍ୟ ସତ୍ତା ସମ୍ପର୍କରେ ଆମେ ଆସୁଛନ୍ତି ତାହେଲେ ଦିବ୍ୟ ପରମ ସତ୍ୟ ଯେ ହେଉଛନ୍ତି ଏକତ୍ୱ ମହତ୍ୱପୂର୍ଣ୍ଣ କଥା, ଏହି ଭାବଟି ନିଜ ଭିତରେ ଦୃଢ ହେବ। ତାପରେ ସେଟା ଅନୁଭବ କରିବା ତମେ ଆରମ୍ଭ କରିବ। ତାପରେ ସକଳ ଆସକ୍ତିରୁ ମୁକ୍ତି ହବ। ବାସନା ପଛରେ ତୁମେ ଗୋଡେଇବ ନାହିଁ। ଚିନ୍ତାର ସନ୍ତାପ ରହିବ ନାହିଁ। ବାସନା ତୁମକୁ କଦାପି ମାଡ଼ି ବସିବ ନାହିଁ। ସେଠି ଲେଖିଥିଲେ ଜ୍ୱର ପରି। ଏବଂ ତୁମେ ଅନୁଭବ କରିବ ଯେ ଯାହା ଘଟୁଛି ତୁମ ସର୍ବୋତ୍ତମ ପରିଣାମ ଲାଗି ହିଁ ଘଟୁଛି। ତାପରେ କହିଲେ ଯେ ଜଣେ ଯେତେ ସାଧାରଣ ଚେତନାରେ ଥାଏ ସେ ନାନା ମାର୍ଗ ଭିତରକୁ ଭ୍ରଷ୍ଟ ହୋଇ ଯିବାର ସମ୍ଭାବନା ବା ଆଶଙ୍କା ସବୁବେଳେ ରହିଥାଏ। ଏବଂ ଥରେ ଚୈତ୍ୟ ମଧ୍ୟକୁ ପ୍ରବେଶ କଲେ ଏବଂ ସେଥିରେ ସ୍ଥିର ହୋଇକି ରହିଲେ, ଦିବ୍ୟ ପରମ ସତ୍ତାଙ୍କ ପାଖରେ ଆପଣଙ୍କୁ ସମର୍ପଣ କରିଦେଇ ପାରିଲେ, ତାହେଲେ ହିଁ ଯାଇ ଆମ କ୍ଷେତ୍ରରେ ସର୍ବୋତ୍ତମ ପରିଣାମ ନିମିତ୍ତ ହିଁ ଘଟଣା ଗୁଡିକ ଘଟିବ। ଏବଂ ସେଠି କହିଲେ ଯେଡେ ଛଦ୍ମ ଭାବରେ ହେଉ ପଛକେ ନିଶ୍ଚିତ ଭାବେ ତୁମ ଲାଗି ଦିବ୍ୟ ଅନୁସ୍ପନ୍ଦନ ହୋଇ ରହିଥିବ। କେତେବେଳେ ନା ଯେତେବେଳେ ଆମେ ଦିବ୍ୟ ପରମ ସତ୍ତାଙ୍କ ପାଖରେ ଆପଣଙ୍କୁ ସମର୍ପଣ କରିଦେଇ ପାରିବା। ତେଣୁ ଏଇଠି କହିଲେ ଜଣେ ଯେତେବେଳେ ନିଜକୁ ପରମ ସତ୍ତାଙ୍କ ପାଖରେ ଆପଣଙ୍କୁ ସମର୍ପଣ କରିଦେଇଛି ତେବେ ତା ପାଇଁ ଅପରୋକ୍ଷ ପୁରସ୍କାର ହଉଛି କଣ? ତାହା ଆପଣା ସହିତ ଏକ ସୁଖାନୁଭୂତି ଆଣିଦବ, ଆତ୍ମବିଶ୍ୱାସ ଆଣିଦବ ଏବଂ ଏକ ନିରାପତ୍ତାର ଭାବ। ଆମର ସମସ୍ତଙ୍କର ନିଜର ଏକ ଭୟ ରହିଛି, ଅସୁରକ୍ଷିତ ରହିବାର ଭୟ। ଯେମିତିକି ଗୋଟେ ରହୁଛି କେତେବେଳେ ମୁଁ ମୃତ୍ୟୁ ଲଭିବି, ସେଇ ଅସୁରକ୍ଷିତର ଭୟ, ସେଇ ଯୋଉ ଭାବଟି ଥାଏ ସେ ଭୟଟି ଆମ ଭିତରେ ଥାଏ। ଏବଂ ତା ସହିତ କାଲି କଣ ମୋ ପାଇଁ ଘଟିବ, କାଲି ସକାଳେ କଣ ଘଟିବ ମୋ ପାଇଁ ସେ ମଧ୍ୟ ଭୟ ଥାଏ। ଏଇଭଳି ଭାବରେ ମୋର ଭବିଷ୍ୟତକୁ ନେଇ, ସୁରକ୍ଷାକୁ ନେଇ ମୋ ଭିତରେ ସବୁବେଳେ ଭୟଟି ରହିଥାଏ। ତେଣୁ ସେଠି ଆମ ଭିତରେ ଯେତେବେଳେ ଚୈତ୍ୟ ସତ୍ତାଙ୍କ ପାଖରେ ବା ପରମଙ୍କ ପାଖରେ ଆମେ ନିଜକୁ ସମର୍ପଣ କରିଦେଲେ ତେବେ ଏକ ନିରାପତ୍ତାର ଭାବ ଆସିବ। ସେଥିପାଇଁ କହୁଛନ୍ତି ଯାହାକି ଅନ୍ୟ କୌଣସି ଦ୍ୱାରା ଆଦୌ ସମ୍ଭବ ହେବ ନାହିଁ। ଆଉ ତମେ ଯାହା କର ସେ ସମ୍ଭବ ହବ ନାହିଁ। ତୁମ ଭିତରେ ସୁଖାନୁଭୂତି, ଆତ୍ମବିଶ୍ୱାସ ଏବଂ ନିରାପତ୍ତା ଭାବ ଆସିବ। ମାତ୍ର ଆପଣଙ୍କୁ ଏହି ଉତ୍ସର୍ଗ କରି ରଖିବାର କାର୍ଯ୍ୟଟି ଅତ୍ୟନ୍ତ ଦୃଢ ଏବଂ ଅବିଚଳ ଭାବରେ ଚୈତ୍ୟସ୍ତରୀୟ ହୋଇ ନ ପାରିଥିବା ପର୍ଯ୍ୟନ୍ତ ବ୍ୟାଘାତ ଅବଶ୍ୟ ଆସି ପହଞ୍ଚୁଥିବ। ଯେ ଆମ ଭିତରେ ଯୋଉ ଉତ୍ସର୍ଗ ରହିଛି ତାହା ଦୃଢ ଏବଂ ଅବିଚଳ ହେଇକି ଚୈତ୍ୟସ୍ତରୀୟ ନ ହେବା ପର୍ଯ୍ୟନ୍ତ ଆମ ଜୀବନରେ ବ୍ୟାଘାତ ରହିଥିବ। କାହିଁକି ବ୍ୟାଘାତ ରହିଥିବ? କାରଣ ମନ ପ୍ରାଣ ଶରୀର ଶୁଦ୍ଧ ହବା ଦରକାର। ମନ ପ୍ରାଣ ଶରୀର ଶୁଦ୍ଧ ହବା ପାଇଁ ହେଲେ ତା ପାଖରେ ଗୋଟେ ଚ୍ୟାଲେଞ୍ଜ ଦରକାର, ଗୋଟେ ଆହ୍ୱାନ ନହେଲେ ଆମେ ଶୋଇପଡୁ, ଶିଥିଳ ହେଇଯାଉ। ପରୀକ୍ଷା ଯେତେବେଳେ ଆସେ ସେତେବେଳେ ସମସ୍ତେ ଆଟେଣ୍ଟିଭ ହେଇଯାନ୍ତି। ଟିଚର ଆଟେଣ୍ଟିଭ ହୁଏ, ପିଲା ଆଟେଣ୍ଟିଭ ରହେ, ଗାର୍ଡିଆନ ତଦୁର୍ଦ୍ଧ ଆଟେଣ୍ଟିଭ ରୁହନ୍ତି ସବୁବେଳେ। ସେଇଥିପାଇଁ ଦେଖିବେ
ସବୁବେଳେ डेडलाइन गोटे दिया होची कुआ हैतबो किंतु आमे करूनथिबा जेते आजी लास्ट दिन भाई तर 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 सेटा न मिलिले तुमको एटा मिलिबो नाही तर 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 तेणु एई जो आम भितरे जो भाव गुड़िक रही ए भाव नुह दृढ़ एवं अविचल जितेबाला आम चैत्य स्तर में पहुंची जावा सेतेबेले मन प्राण शरीर शुद्धतार सीमार पहुंची जाइथिबो तेणु सेतेबेले तापय आ व्याघात दरकार पड़िबनी। उज्ज्वल मुहूर्त गुड़िक मध्य मध्यांतर भाव केतक अंधकार मुहूर्त मध्य निश्चय रहिथिबो। केवल चैत्य चेतना ही अबारित और अक्षुण्ण भाव अग्रसर हो चली केवल चैत्यर गति ही सत एक आरोहणात्मक गति हो रही आम जे पर्यंत अज्ञानतार बसवास कर मन प्राण शरीर द्वारा परिचालित होचु आनंद आसी किंतु मझिरे मझिरे दुख भी रही थाई पारे किंतु जेतेबेले चैत्य चेतना आमर आसीजीव चैत्य चेतना ही आमको अबारित एवं अक्षुण्ण सेठी पतन आमर हबनी अक्षुण्ण भाव आमर अग्रसर हो चलो एवं चैत्य गति सबुबले आरोहणात्मक माने सब स्टेप ऊपर को ऊपर को आम जिते साधारण जीवन रोचु आमर गतिपथ हूँ कौन वक्राकार एवं से उत्थान सहित पतन रही माने स्प्रिंग भाया एमती एपटे उठिले उठिक तलू डाउन करके पुणी उठुंट पुणी डाउन करके पुणी उठुंट उत्थान पतन उत्थान पतन उत्थान पतन हेका उठुंट सेटा ठीक धीरे धीरे अग्रगति कर साधारण जीवन में रहिले धीरे धीरे आम अग्रगति करुचु किंतु आम जीवन में पतन आसे किंतु जदि चैत्य स्तर में आम पहुंची गले ताहले आउ अवरोहण नहीं आरोहणात्मक गति आमर सब आम ये ना एमती ऊपर को उठुवा यहाँ ये ऊपर को उठी जाऊ आउ एमती जाइकिरी तल को खसिकी पुणी उठिब ना एमती अच्छी ना एमती आसला एमती उठिला एमती उठिला एमती उठिला एमती हो पारे आउरी जदि दृढ़ अविचलित रहिले ताले चैत्य सत्ता सहित जदि संपर्कटी घनीभूत हो गला मन प्राण शरीर जदि मझिरे टोटाली इंटरफियर करिले नाही सेतेबेले पुणी हुए तो यहाँ सीधा मार्ग हो पारे आउ घूर्ण एवं न हो पारे पूरा सीधा मार्ग हो जाई पारे। या व्यतीत अन्य सबु जाक गत्यात्मकता बारंबार व्याहत और विच्छिन्न हो पड़ुथिबो एवं तुमर चैत्य सत्ता और चैत्य चेतना टुक ही तुमर प्रकृत परिचय बोली अनुभव करी न पारिथिबा पर्यंत तुमको यथार्थ रे जने व्यक्ति बोली भी कदापि कुहाजिब नाही। देखो आउ केते दृढ़ भाव रे मां कही थांते आमे प्ली नहीं जाऊ आमे मांकर पाठचक्र रे बसुचु मां को कथा पढ़ुचु ता माने आमे हेई गलु आमर अग्रगति हो गला सेमिति नुह आउ थे पढ़ी दूची तुमर चैत्य सत्ता और चैत्य चेतनाटक ही तुमर प्रकृत परिचय बोली अनुभव करी न पारिथिबा पर्यंत तुमको यथार्थ रे जने व्यक्ति बोली कदापि कुहाजिब नहीं कदापि कुहाजिब नहीं। तेणु एबे आमे हमर स्टेटस देखिबा आमे ए पर्यंत मनीष हेइनु आमे गोटे व्यक्ति सत्ता हेइछु कि हेइनाहु कहीं ना जदि चैत्य सत्ता चैत्य चेतना रे आपण रहिले आ पूर्व आमे देखचंदी आम भितरे निजको प्रतिष्ठा करिवार संभावना नथिबो राजनीति तो माने चांस नहीं कूटनीति तो आदौ पशि पारिबो नहीं छलना तो छाड़ मिछ कहवा छाड़ नाई मो आ ये भाव रहिबो नहीं कौन सी भाव नथबो एवं मु परा कहूची आदौ नथिबो ये सब भावर ऊर्ध्व को न उठिबा पर्यंत चैत्य चेतना रे आमे न जे पर्यंत आमर परिचय है नहीं चैत्य चेतना ही आम परिचय से पर्यंत तुम्हें व्यक्ति होई ना हो कारण से चैत्य सत्ता ही
ତୁମ ଭିତରେ ରହିଥିବା ଯଥାର୍ଥ ଆତ୍ମସତ୍ତା। ସେଇ ଯଥାର୍ଥ ଆତ୍ମସତ୍ତାର ପରିଚୟ ଲାଭ କରିବା ପୂର୍ବରୁ ତୁମକୁ କଦାପି ଏକ ସତ୍ତା ବୋଲି କୁହାଯିବ ନାହିଁ। ସେତେବେଳେ ପର୍ଯ୍ୟନ୍ତ ତୁମେ କେବଳ ଏକ ସାଧାରଣ ସ୍ଥାନ ପରି ହୋଇ ରହିଥିବ। ତୁମର ସତ୍ତା ବୋଲି ବି ତମକୁ କୁହାଯିବ ନାହିଁ। ତେଣୁ ଏ ଯୋଉ ଲୋକ ବେଳେ ବେଳେ କହନ୍ତି, ଯୋଉ ପ୍ରଶ୍ନ ଉଠାନ୍ତି, ଏଇଠି ସେଇ ପ୍ରଶ୍ନଟି ଆମେ ଆଲୋଚନା ଟିକେ ଏଇ ଆଙ୍ଗଲରୁ କରିପାରିବା। ଯୋଉ ବେଳେ ବେଳେ କହନ୍ତି ଗୋଟେ ଜାଗାରେ ଦୈବ ଦୁର୍ବିପାକ ହେଲା, ସେତେବେଳେ ଅନେକ ଲୋକ ମରିଗଲେ। ସତରେ କଣ ସମସ୍ତେ ସେଇଦିନ ଡିସାଇଡ କରିଥିଲେ ମରିବା ପାଇଁ? ସମସ୍ତଙ୍କର ଆତ୍ମାର କଣ ସିଦ୍ଧାନ୍ତ ସେୟା ଥିଲା? ଏଇଠି କଣ କହିଲେ, ଯେ ପର୍ଯ୍ୟନ୍ତ ତୁମେ ଚୈତ୍ୟ ଚେତନାକୁ ତୁମର ପ୍ରକୃତ ପରିଚୟ ବୋଲି ଅନୁଭବ କରିନାହ, ତେବେ ତୁମେ ବ୍ୟକ୍ତି ନୁହଁ, ତୁମେ ସତ୍ତା ନୁହଁ, ତୁମେ କିଛି ଏପର୍ଯ୍ୟନ୍ତ ହେଇନାହ। ତେଣୁ ତୁମେ ଯଦି କିଛି ହେଇନାହ, ତେବେ ତୁମର ବ୍ୟକ୍ତିତ୍ୱ ଯଦି ତିଆରି ହେଇନାହିଁ, ତେବେ ତୁମେ ମଣିଷ ତ ପଦବାଚ୍ୟ ହେଇନାହ। ତେଣୁ ଗୋଟେ ଆସିଲା ପବନ, ଗୋଟେ ବାତ୍ୟା ଆସିଲା, ଯେମିତି ବହେ ଖଣ୍ଡ ବୋହି ନେଇଗଲା, ତମକୁ ବୋହି ନେଇଗଲା, ତମେ ମରିଗଲ, କଣ ଅଛି? ଯେ ପର୍ଯ୍ୟନ୍ତ ତୁମେ ସେଇ ଚେତନାରେ ନ ପହଞ୍ଚିଛ, ସେ ପର୍ଯ୍ୟନ୍ତ ତୁମ ଜୀବନରେ କଣ ଘଟିବ କଣ ନ ଘଟିବ, ସେଇ ଯୋଉ ସିଦ୍ଧାନ୍ତଟି ତୁମେ ନେଇପାରିବ ନାହିଁ। ତେଣୁ ତୁମେ ସେତେବେଳେ ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଭାଷାରେ ତୁମେ ଲୋକ ନୁହଁ, ତମେ ହଉଛ ପୋକ। ତେଣୁ ଆସିଛ ସାଲୁ ହେଇକିରି ସାଲୁ ହେଇକି ମରିକି ଯିବ। ତେଣୁ ମା କହୁଛନ୍ତି ତୁମେ କଦାପି ଏକ ସତ୍ତା ବୋଲି କୁହାଯିବ ନାହିଁ। ସେତେବେଳେ ପର୍ଯ୍ୟନ୍ତ ତୁମେ କେବଳ ଏକ ସାଧାରଣ ସ୍ଥାନ ପରି ହୋଇ ରହିଥିବ। ତୁମ ଭିତରେ ପରସ୍ପର ସଂଘାତୀ କେତେ କେତେ ଶକ୍ତି ଏକାବେଳକେ କାର୍ଯ୍ୟକାରୀ ହୋଇ ରହିଛନ୍ତି। ତେଣୁ ଯଦି ତୁମେ କୌଣସି ପ୍ରକୃତି ଅଗ୍ରଗତି କରିବା ଲାଗି ଇଚ୍ଛା କରୁଥାଅ, ତେବେ ତୁମ ନିଜର ଯେଉଁ ସତ୍ତାଟି ଦିବ୍ୟ ପରମ ସତ୍ତାଙ୍କ ସହିତ ଅନୁକ୍ଷଣ ସଂଯୁକ୍ତ ହୋଇ ରହିଛି, ତୁମେ ସେଇ ସତ୍ତାକୁ ହିଁ ଜାଣିବ। କଣ କହିଲେ? ତେଣୁ ଆମେ କେବଳ ଆମ ଭିତରେ କଣ କଣ ଶକ୍ତି ରହିଛି ସେ ବିଷୟରେ ଆମକୁ ସଚେତନ ହେଇ ରହିବାକୁ ପଡିବ। ପରସ୍ପର ସଂଘାତୀ କେତେ କେତେ ଶକ୍ତି ଏକାବେଳକେ ଆମ ଭିତରେ କାର୍ଯ୍ୟକାରୀ ହୋଇ ରହିଛନ୍ତି। ପରସ୍ପର ସଂଘାତୀ ମାନେ ନିଜ ନିଜର ପୁରା ଚରମ ଶତ୍ରୁ, ସବୁ ପ୍ରକାର ଶକ୍ତି ସାମର୍ଥ୍ୟ ଆମ ଭିତରେ ରହିଛି, ଯୋଉମାନେ କି ସେଇ ଶକ୍ତି ଗୁଡିକ ଆମ ଭିତରେ ରହିକି ଲଢେଇ କରୁଥାନ୍ତି। ତେଣୁ ଯଦି ଆମେ ଚାହୁଁଛୁ ଆମର କୌଣସି ପ୍ରକୃତି ଅଗ୍ରଗତି କରୁ ବୋଲି, ତେବେ କଣ କହିଲେ, ଆମ ଭିତରେ ଗୋଟେ ସତ୍ତା ରହିଛି, ଯିଏ କି ଦିବ୍ୟ ସତ୍ତାଙ୍କ ସହିତ ପରମ ସତ୍ତାଙ୍କ ସହିତ ଅନୁକ୍ଷଣ ସଂଯୁକ୍ତ ହେଇକି ରହିଥାଏ। ତାମାନେ ସବୁ ସମୟ ପାଇଁ ସଂଯୁକ୍ତ ହେଇ ରହିଥାଏ। ତାକୁ ଆବିଷ୍କାର କରିବାକୁ ପଡିବ। ତୁମେ ସେଇ ସତ୍ତାକୁ ହିଁ ଜାଣିବ, ତୁମେ ତାଙ୍କୁ ଜାଣିବାକୁ ପଡିବ। ତେବେ ଯାଇ ପରିବର୍ତ୍ତନ ସମ୍ଭବ ହେବ, ନହେଲେ ପରିବର୍ତ୍ତନ ହବାର ସମ୍ଭାବନା ନାହିଁ। ସେ ତୁମ ସତ୍ତାର ଆଉ ସବୁ ଯାକ ଅଂଶ ଅଜ୍ଞାନରେ ଜଡିତ ହୋଇ ରହିଛନ୍ତି। ଉଦାହରଣ ସ୍ୱରୂପ, ତୁମର ମନ ଅଧିକାଂଶ ସମୟରେ ଭ୍ରମରେ ପଡି ଏପରି ଭାବିବାରେ ଲାଗୁଛି ଯେ ତୁମର ଯାବତୀୟ ବଢିଆ ଭାବନା ହେଉଛି ଗୋଟିଏ ଗୋଟିଏ ପ୍ରକୃତରେ ଜ୍ୟୋତିର୍ମୟ ଭାବନା। ବେଳେ ବେଳେ ମନ ଆମକୁ ଆଣିକି ଆମର ବୃଥା ପ୍ରଶଂସା କରେ। ସିଏ ଆଣିକି କହିବ, ଏଇ ଭାବନା କେତେ ଉଚ୍ଚତମ ଭାବନା। ଏଇ ପ୍ରକାରର ଆମ ଭିତରେ ଗୋଟେ ସ୍ପନ୍ଦନ ସେ ସୃଷ୍ଟି କରିବ। ଆମକୁ ସେଇଥିପାଇଁ ସଚେତନ ରହିବାକୁ ପଡିବ ଯେ ନିଜକୁ ମୁଁ ପ୍ରଶଂସା କରୁନି ତ। ସେଥିପାଇଁ ଲେଖୁଛନ୍ତି, ଅଧିକାଂଶ ସମୟରେ ଭ୍ରମରେ ପଡି ଏପରି ଭାବିବାରେ ଲାଗୁଛି ଯେ ତୁମର ଯାବତୀୟ ବଢିଆ ଭାବନା ହେଉଛି ଗୋଟିଏ ଗୋଟିଏ ପ୍ରକୃତରେ ଜ୍ୟୋତିର୍ମୟ ଭାବନା। ତୁମର ମନ ପରମେଶ୍ୱରଙ୍କ ସପକ୍ଷରେ ଅଥବା ବିପକ୍ଷରେ ସମାନ ଶକ୍ତିମତା ସହିତ କେତେ କେତେ ଯୁକ୍ତି ଠିଆ କରିଦେଇ ପାରୁଛି। ସତ୍ୟ ସମ୍ବନ୍ଧରେ ସେ ମନର ଆଦୌ କୌଣସି ଭ୍ରମଯୁକ୍ତ ବୋଧ ନାହିଁ। ଏ କଥା ଆମେ ଭାବୁ ସବୁ। ତୁମର ପ୍ରାଣିକ ଅଂଶଟି ବାହାରୁ କେଉଁଠୁ କୌଣସି ଶକ୍ତିର ପ୍ରଦର୍ଶନ ଦେଖିବା ମାତ୍ରକେ ହିଁ ତାହାରି ଦ୍ୱାରା ପ୍ରଭାବିତ ହେଇଯାଉଛି ଏବଂ ତାହାରି ମଧ୍ୟରେ ହିଁ ଈଶ୍ୱରୀୟତାର ଦର୍ଶନ କରିବାକୁ ତିଆରି ହୋଇଯାଉଛି। କେବଳ ଚୈତ୍ୟ ଅଂଶଟିର ହିଁ
ଏକ ଯଥାର୍ଥ ବିବେକ ରହିଛି। କେବଳ ଚୈତ୍ୟ ସତ୍ତା ହିଁ ଅପରୋକ୍ଷ ଭାବରେ ସେହି ସର୍ବୋଚ୍ଚ ପରମ ଉପସ୍ଥିତିଟି ବିଷୟରେ ସଜ୍ଞାନ ହୋଇପାରୁଛି। ଅଭ୍ରାନ୍ତ ଭାବରେ ଦିବ୍ୟ ଓ ଅଦିବ୍ୟକୁ ଅଲଗା ଅଲଗା କରି ଚିହ୍ନି ପାରୁଛି। ଯଦି ଗୋଟାଏ ମୁହୂର୍ତ୍ତ ସକାଶେ ମଧ୍ୟ ତୁମେ ସେହି ଚୈତ୍ୟ ସତ୍ତାଟି ସହିତ ସମ୍ପର୍କ ସ୍ଥାପନ କରିପାରୁଥିବ, ତେବେ ତୁମ ନିଜ ଭିତରେ ଭଗବତ ପରମ ସତ୍ତାଙ୍କ ବିଷୟରେ ଏକ ଅବିଚଳିତ ବିଶ୍ୱାସକୁ ବହନ କରି ଜୀବନ ଧାରଣ କରିପାରିବ। ଯଦି ଗୋଟିଏ ମୁହୂର୍ତ୍ତ ସକାଶେ ମଧ୍ୟ ତୁମେ ସେହି ଚୈତ୍ୟ ସତ୍ତାଟି ସହିତ ସମ୍ପର୍କ ସ୍ଥାପନ କରିପାରୁଥିବ, ତେବେ ତୁମ ନିଜ ଭିତରେ ଭଗବତ ପରମ ସତ୍ତାଙ୍କ ବିଷୟରେ ଏକ ଅବିଚଳିତ ବିଶ୍ୱାସକୁ ବହନ କରି ଜୀବନ ଧାରଣ କରିବ। ଯଦି ଆମ ଭିତରେ ଟିକିଏ ବି କଣ କହୁଛନ୍ତି ଚୈତ୍ୟ ସତ୍ତା ସହିତ ଆମର ସମ୍ପର୍କ ହେଇଯାଇଛି, ତେବେ ଗୋଟାଏ ମୁହୂର୍ତ୍ତ ସକାଶେ ବି କହୁଛନ୍ତି, ଗୋଟାଏ ମୁହୂର୍ତ୍ତ ସକାଶେ ମଧ୍ୟ ଯଦି ଦିବ୍ୟ ଚୈତ୍ୟ ସତ୍ତାଟି ସହିତ ଆମେ ସମ୍ପର୍କ ସ୍ଥାପନ କରିପାରୁଛନ୍ତି, ତେବେ ଆମ ଭିତରେ ଅବିଚଳିତ ବିଶ୍ୱାସ ସିଏ ଆଣିଦେବେ। ପରମ ସତ୍ତାଙ୍କ ବିଷୟରେ ଏକ ଅବିଚଳିତ ବିଶ୍ୱାସ ଆଣିଦେବେ। ତୁମେମାନେ ମତେ ପଚାରିବ, ଆମର ଯଥାର୍ଥ ସତ୍ତାଟିକୁ ଆମେ ଜାଣିପାରିବା କିପରି? ତୁମେ ତାହାରି ଯାଚନା କର, ତାହାରି ଲାଗି ଆକାଂକ୍ଷା କର, ତାହାରି ଲାଗି ଆକାଂକ୍ଷା ରଖ। ଅନ୍ୟ ସକଳ କିଛି ଅପେକ୍ଷା ତାହାକୁ ହିଁ ଅଧିକ ଚାହିଁ ଶିଖ। ଏଠାରେ ଥିବା ତୁମମାନଙ୍କ ମଧ୍ୟରୁ ଅଧିକାଂଶ ଏହା ଦ୍ୱାରା ନିଶ୍ଚୟ ପ୍ରଭାବିତ ହୋଇଛନ୍ତି ସତ, ମାତ୍ର ତାହା କେବଳ ଏକ ପ୍ରଭାବରୁ ଅନେକ ଅଧିକ ହୋଇପାରିବା ଉଚିତ। ତା ସହିତ ତୁମର ଏକାତ୍ମକତା ଅନୁଭବ କରିପାରିବା ଉଚିତ। ସେଇଥିରୁ ହିଁ ପରିପୂର୍ଣ୍ଣତାର ଯାବତୀୟ କାମନା, ବାସନା ଓ ଆକାଂକ୍ଷା ଜନ୍ମ ଲାଭ କରିଥାଏ। ମାତ୍ର ତୁମେ ସେଇ ଉତ୍ସଟି ବିଷୟରେ ଅଜ୍ଞାନ ହୋଇ ରହିଥାଅ, ସେଇଠି ସହିତ ସଜ୍ଞାନ ଭାବରେ ସହଯୋଗ କରିପାର ନାହିଁ। ତାହାର ଆଲୋକଟି ସହିତ ତୁମର ଆଦୌ କୌଣସି ଏକାତ୍ମତା ସ୍ଥାପିତ ହୋଇନଥାଏ। ତୁମେମାନେ କଦାପି ଭାବିବ ନାହିଁ ଯେ ଚୈତ୍ୟ ସତ୍ତାର କଥା କହୁଥିବା ସମୟରେ ମୁଁ ତୁମମାନଙ୍କୁ ତୁମର ସମ୍ବେଗ ଗୁଡ଼ିକୁ ପ୍ରେରିତ କରିଥିବା ଅଂଶଟିର କଥା କହୁଛି। ସମ୍ବେଗ ଗୁଡାକ ହେଉଛନ୍ତି ଉଚ୍ଚ ପ୍ରାଣିକର ବସ୍ତୁ, ଶୁଦ୍ଧ ଚୈତ୍ୟ ଭାବର ନୁହନ୍ତି। ସମ୍ବେଗ ଗୁଡାକ କୋଉଟାର ନା, ଏଠି ଆଉ କେତେ ସ୍ପଷ୍ଟ କରିବେ ମୁଁ ଜାଣିପାରୁନି। କହୁଛନ୍ତି ଯେ ସମ୍ବେଗ ଗୁଡାକ ହେଉଛନ୍ତି ଉଚ୍ଚ ପ୍ରାଣିକର ବସ୍ତୁ, ଶୁଦ୍ଧ ଚୈତ୍ୟ ଭାଗର ନୁହନ୍ତି। ଶୁଦ୍ଧ ଚୈତ୍ୟର ବି ଭାବ ସେଟା ନୁହଁ। ଚୈତ୍ୟ ସତ୍ତା କହିଲେ ଏପରି ଏକ ଦୀପ ଶିଖାକୁ ବୁଝାଇବ, ଚୈତ୍ୟ ସତ୍ତା କହିଲେ ଏପରି ଏକ ଦୀପ ଶିଖାକୁ ବୁଝାଇବ ଯାହାକି ତୁମ ଭିତରେ ସର୍ବଦା ପ୍ରଜ୍ୱଳିତ ହୋଇ ରହିଛି, ଦିବ୍ୟ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ଆପଣଙ୍କୁ ଉଦ୍ଦୀପ୍ତ କରି ଚାଲିଛି ଏବଂ ସକଳ ବିରୋଧକୁ ପରାହତ କରିଦେଇ ପାରିବା ଭଳି ଏକ ଶକ୍ତିର ବୋଧ ତା ଭିତରେ ରହିଛି। ତାରି ସହିତ ଏକ ଏକାତ୍ମତା ଲାଭ କରିପାରିଲେ ତୁମେ ଦିବ୍ୟ ସତ୍ୟର ମଧ୍ୟ ଅନୁଭବଟିକୁ ଲାଭ କରିପାରିବ। ସେତେବେଳେ ତୁମେ ଅଭ୍ରାନ୍ତ ଭାବରେ ଏକଥା ମଧ୍ୟ ଅନୁଭବ କରିପାରିବ ଯେ ସାରା ସଂସାର ପ୍ରକୃତରେ ସମ୍ପୂର୍ଣ୍ଣ ଅଜ୍ଞାନ ଭାବରେ ଗୋଡ ଗୁଡାକୁ ଉପରକୁ ଟେକି ନିଜ ମୁଣ୍ଡ ଉପରେ ହିଁ ବାଟ ଚାଲିବାରେ ଲାଗିଛି। ମା, ଥ୍ୟାଙ୍କ ୟୁ ଅଲ୍।